ଓମ୍ ଶାନ୍ତି। ପୁସ୍ତକ ପଠନ ଶ୍ରୀମଦ୍ ଭଗବତ୍ ଗୀତା ରହସ୍ୟ। ଲେଖକ ବ୍ରହ୍ମା କୁମାର ସୁଧାଂଶୁ ଶେଖର ମିଶ୍ର। ଦ୍ୱିତୀୟ ଖଣ୍ଡ ସାଂଖ୍ୟ ଯୋଗ। ପରିଶିଷ୍ଟ ବ୍ୟାଖ୍ୟା। ଦେହାଭ୍ୟନ୍ତରସ୍ଥ ପରମ ସତ୍ତା ଆତ୍ମାକୁ ଅଧିକାଂଶ ଲୋକ ଅନୁଭବ କରିପାରନ୍ତି ନାହିଁ। ଏଥିପାଇଁ ହିଁ ସୃଷ୍ଟି ତିଷ୍ଠି ରହିଛି। ଆତ୍ମା ହେଉଛି ଆମ ଦେହର ଅଧୀଶ୍ୱର। ସମଗ୍ର ଜୀବନ ଏହାରି ଛତ୍ର ଛାୟା ତଳେ ହିଁ ବିତିଯାଏ। ଶରୀର ମଧ୍ୟରେ ଆତ୍ମାର ପ୍ରବେଶକୁ ଜନ୍ମ ଓ ଶରୀର ତ୍ୟାଗକୁ ମୃତ୍ୟୁ ବୋଲି ଲୋକେ ଅଭିହିତ କରନ୍ତି। ତେଣୁ ଆତ୍ମା ହିଁ ସତ୍ୟ। ଏହି ସତ୍ୟର ଅବଧାରଣାରେ ହିଁ ଆମକୁ ଜୀବନ ଯାପନ କରିବାକୁ ହେବ। ଏହା ହିଁ ଆମକୁ ଅମୃତତ୍ୱ ପଥରେ ପରିଚାଳିତ କରେ। ଆତ୍ମତତ୍ତ୍ୱ ପ୍ରାପ୍ତିର ମହାନ ଯାତ୍ରା ପଥରେ ଜନ୍ମ ଓ ମୃତ୍ୟୁ ହେଉଛି ଆମ ପାଇଁ ମାଇଲ ଖୁଣ୍ଟ ସଦୃଶ। ପରଲୋକ ହେଉଛି ବିଶ୍ରାମ ସ୍ଥାନ। ସାଂସାରିକ ସୁଖ ଦୁଃଖକୁ ଅତିକ୍ରମ କରି ଜୀବନ ସଂଗ୍ରାମରେ ଜୟଲାଭ କରି ଅମୃତତ୍ୱ ଲାଭ ପାଇଁ ଏ ମାଇଲ ଖୁଣ୍ଟ ହେଉଛି ଏକ ସର୍ବୋତ୍ତମ ଅବଲମ୍ବନ। ତେଣୁ କାହାରି ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିବା ସର୍ବାଦୌ ଅନୁଚିତ। କପିଳଙ୍କ ସାଂଖ୍ୟ ଦର୍ଶନ ଓ ଗୀତାର ସାଂଖ୍ୟ ଯୋଗ ଏକା କଥା ନୁହେଁ। ଦ୍ୱିତୀୟ ଅଧ୍ୟାୟରେ ସାଂଖ୍ୟ ଯୋଗ ପ୍ରସଙ୍ଗରେ ଶ୍ଲୋକ 12-30 ପର୍ଯ୍ୟନ୍ତ ଗୀତାରେ ଯାହା କୁହାଗଲା ତାହା ସାଂଖ୍ୟ ଦର୍ଶନରେ ବର୍ଣ୍ଣିତ ହୋଇଛି। କିନ୍ତୁ କେବଳ ତତ୍ତ୍ୱଜ୍ଞାନ ଉପଦେଶ ଦେବା ଗୀତାର ଲକ୍ଷ୍ୟ ନୁହେଁ। ବେଦଶାସ୍ତ୍ରାଦି ଅଧ୍ୟୟନ କରି ମଣିଷ ପାଖରେ ପାଣ୍ଡିତ୍ୟର ଯେଉଁ ଅଭିମାନ ଆସିଛି, ସେହି ଅହଂତ୍ୱକୁ ତତ୍ତ୍ୱଜ୍ଞାନ ଦ୍ୱାରା ଦୂର କରି ବୁଦ୍ଧିକୁ ଈଶ୍ୱରାଭିମୁଖୀ କରାଇବା ହେଉଛି ପରମାତ୍ମାଙ୍କ ଗୀତାଜ୍ଞାନର ପ୍ରକୃତ ଆଭିମୁଖ୍ୟ। ଯେଉଁ ବେଦ, ଉପନିଷଦ, ପୁରାଣ, ଶାସ୍ତ୍ର ସ୍ୱୟଂ ପରମାତ୍ମାଙ୍କ ଅନ୍ତ ପାଇନାହିଁ, ତାକୁ ଅଧ୍ୟୟନ କରି ମାନବାତ୍ମା କିପରି ବା ତାଙ୍କ ସାନ୍ନିଧ୍ୟ ଲାଭ କରିପାରିବ? ଜ୍ଞାନ ସହିତ ଯୋଗକୁ ସନ୍ନିବେଶିତ କରିବା ଗୀତାର ପ୍ରକୃତ ଲକ୍ଷ୍ୟ। ତେଣୁ ଗୀତାକୁ ଯୋଗଶାସ୍ତ୍ର କୁହାଯାଏ। ଜ୍ଞାନକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ହେଉଛି ଗୀତାର ଯୋଗ। ଅର୍ଜୁନ କର୍ମର ଫଳାଫଳ ବିଚାର କରି ଭଗବାନଙ୍କ ସମ୍ମୁଖରେ ଶାସ୍ତ୍ରୀୟ ଯୁକ୍ତି ଉପସ୍ଥାପିତ କରିଥିଲେ। ବର୍ତ୍ତମାନ ସମାଜରେ ମଧ୍ୟ ମାନବାତ୍ମା ବା ତଥାକଥିତ ଶାସ୍ତ୍ରବାଦୀ ଶାସ୍ତ୍ରର ଦ୍ୱାହି ଦେଇ କିପରି ସ୍ୱ ସ୍ୱ କର୍ମ ଓ ଲକ୍ଷ୍ୟଠାରୁ ଦୂରେଇ ଯାଉଛନ୍ତି, ଅର୍ଜୁନଙ୍କ ଏହି ପାଣ୍ଡିତ୍ୟ ପ୍ରଦର୍ଶନ ହିଁ ତାର ପ୍ରତୀକାତ୍ମକ ଉଦାହରଣ। ଅଜ୍ଞାନ ବ୍ୟକ୍ତି ଫଳ କାମନା କରି କର୍ମ ବନ୍ଧନରେ ପଡ଼ିଥାଏ। କିନ୍ତୁ ପରମାତ୍ମା ଗୀତାରେ ଯେଉଁ ଜ୍ଞାନ ଯୋଗର ଶିକ୍ଷା ଦେଇଛନ୍ତି, ତାକୁ ଜୀବନରେ ପ୍ରୟୋଗ କଲେ ମାନବାତ୍ମା ସକଳ କର୍ମ ବନ୍ଧନରୁ ଅକ୍ଳେଶରେ ମୁକ୍ତ ହୋଇପାରିବ। ବେଦବାଦୀମାନଙ୍କର ଯାଗଯଜ୍ଞାଦି କ୍ରିୟାର ଲକ୍ଷ୍ୟ ହେଉଛି ଇହକାଳ ଓ ପରକାଳର ଭୋଗ ଓ ଐଶ୍ୱର୍ଯ୍ୟ ଲାଭ। କିନ୍ତୁ ଗୀତା ପ୍ରଥମରୁ ହିଁ କାମନାର ବିନାଶ କରିବା କଥା କହୁଛି। କାରଣ ଏହାଦ୍ୱାରା ମନରେ ବିରାଗ ଜାତ ହୁଏ। ଫଳରେ ଈଶ୍ୱରୀୟ ସ୍ମୃତିରେ ଏକାଗ୍ରତା ଆସେ ନାହିଁ। ଭୋଗ ସୁଖ ଆଶା କରି ଦେବତାମାନଙ୍କୁ ପୂଜା କରିବା ଅନୁଚିତ। ସକଳ ପ୍ରକାର କାମନାରୁ ମୁକ୍ତ ହୋଇ ଭକ୍ତିନିଷ୍ଠ ଚିତ୍ତରେ ଆଜୀବନ ସମସ୍ତ କର୍ମକୁ ଯଜ୍ଞ ରୂପେ ପରମାତ୍ମାର୍ପଣ କରିବା ବିଧେୟ। ଏହି ଉପାୟରେ କେବଳ ମାନବାତ୍ମା ପରମାତ୍ମାଙ୍କ ସାଧର୍ମ୍ୟ ଲାଭ କରି ପାରିବ। ଏହା ହିଁ ମାନବ ଜୀବନର ପ୍ରକୃତ ଲକ୍ଷ୍ୟ। ଯେଉଁମାନେ ଯାଗଯଜ୍ଞାଦିରୁ ଜୀବନର ପରମ ଲକ୍ଷ୍ୟ ମନେ କରନ୍ତି ଓ ଏପରି ମିଥ୍ୟା କଥା କହି ଲୋକମାନଙ୍କୁ ଐଶ୍ୱର୍ଯ୍ୟ ଆରାଧନା ଭିତରେ ମଗ୍ନ କରି ରଖନ୍ତି, ଗୀତା ସେହି ବେଦବାଦୀଗଣଙ୍କୁ କଠୋର ଭାଷାରେ ନିନ୍ଦା କରିଛି ଏବଂ ବେଦର ପ୍ରକୃତ ଅର୍ଥ, ପ୍ରକୃତ ମର୍ମ ବିଷୟରେ ଆଲୋକପାତ କରିଛି। ଯୋଗ ସାଧନାର ଲକ୍ଷ୍ୟ ହେଲା ଦେହ ଅଭିମାନ ଓ ତ୍ରିଗୁଣାତ୍ମିକା ମାୟା ଦ୍ୱାରା ବଶୀଭୂତ ନ ହୋଇ ଆତ୍ମିକ ସ୍ଥିତିରେ ସ୍ଥିତ ହୋଇ ଈଶ୍ୱରୀୟ ସାଧର୍ମ୍ୟ ଲାଭ କରିବା। ମଦ୍ ଭାବାଗତଃ। ଏହା ହିଁ ଯୋଗର ଆଭିମୁଖ୍ୟ।
ମୁଖ୍ୟ। ବେଦ ଅନେକ ବିଧି ବିଧାନ ଯୁକ୍ତ ଅନୁଷ୍ଠାନ ଦ୍ୱାରା ଏହି ମହାନ ସତ୍ୟକୁ ଆବୃତ କରି ରଖିଛି। ମଣିଷକୁ ତ୍ରିଗୁଣ କ୍ରିୟାର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ କରି ରଖିଛି। ବେଦବାଦୀମାନେ ଯେଉଁ ସ୍ୱର୍ଗାଦି ଫଳ କାମନା ପାଇଁ କର୍ମ କରିବାକୁ କୁହନ୍ତି ବା ସମ୍ପ୍ରତି ମାନବ ରାଜସିକତାର ବଶବର୍ତ୍ତୀ ହୋଇ ଯେଉଁ କର୍ମ କରେ, ଗୀତା ସେପରି କରିବାକୁ କହେ ନାହିଁ। ଅନ୍ୟ କେତେକ କର୍ମ ତ୍ୟାଗ ଦ୍ୱାରା ହିଁ ମୁକ୍ତି ଲାଭ ସମ୍ଭବ ବୋଲି କହନ୍ତି। ଗୀତା ଏପରି ମତବାଦ ଦ୍ୱାରା ବିଭ୍ରାନ୍ତ ନ ହେବା ପାଇଁ ସତର୍କବାଣୀ ଶୁଣାଇଛି। ନିଷ୍କାମ କର୍ମ ଦ୍ୱାରା ହିଁ ପରମ ସିଦ୍ଧି ଲାଭ କରିବା ହେଉଛି ଗୀତାର ଲକ୍ଷ୍ୟ। ଗୀତାରେ କୌଣସି ବାହ୍ୟିକ ବିଧି ନିଷେଧର ଉଲ୍ଲେଖ ନାହିଁ। ଲାଭ ଓ କ୍ଷତିରେ ସମଭାବାପନ୍ନ ହୋଇ ଅନାସକ୍ତ ଭାବରେ କେବଳ କର୍ମ କରିଯିବା ପାଇଁ ପରମାତ୍ମା ନିର୍ଦ୍ଦେଶ ଦେଇଛନ୍ତି। ଆମକୁ କର୍ମଫଳର ଆକାଂକ୍ଷା ନ ରଖି ପାପ ପୁଣ୍ୟର ପୂର୍ବାଗ୍ରହରେ ପ୍ରଭାବିତ ନ ହୋଇ ମନକୁ ଈଶ୍ୱରୀୟ ସ୍ମୃତିରେ ଏକାଗ୍ର କରି ନିମିତ୍ତ ଭାବରେ କର୍ମ କରିଯିବାକୁ ହେବ। ମଣିଷ ଭ୍ରାନ୍ତ ବୁଦ୍ଧିଯୁକ୍ତ ହୋଇ କର୍ମ କରୁଥିବାରୁ ଆଶା ନିରାଶା କ୍ରୋଧ ଶୋକ ଦୁଃଖ ଶୋକରେ ବିଚଳିତ ହୋଇପଡ଼େ। କିନ୍ତୁ ବୁଦ୍ଧିକୁ ଦେହଠାରୁ ପୃଥକ୍ ସତ୍ତାରେ ସ୍ଥିର ରଖି ଦୈହିକ କାମବାସନାର ପ୍ରେରଣାରୁ ମନକୁ ନିବୃତ୍ତ କରାଇ କର୍ମ କଲେ ତାହା ଅବଶ୍ୟ ଶୁଭ ଫଳ ପ୍ରଦାନ କରିବ। ନିଷ୍କାମ ଭାବେ କର୍ମ କଲେ ତାହା ସୁଚାରୁ ରୂପେ ସମ୍ପାଦିତ ହୋଇପାରିବ ନାହିଁ। ଏପରି ଧାରଣା ଅମୂଳକ। ବୁଦ୍ଧିକୁ ଈଶ୍ୱରାଭିମୁଖୀ କରାଇ ଆମେ ଯେଉଁ ସବୁ ସାଂସାରିକ କର୍ମ କରିବା, ତାହା ସେ ନିଶ୍ଚୟ ସର୍ବାପେକ୍ଷା ଶକ୍ତିମୟ ଓ ସିଦ୍ଧିପ୍ରଦାୟକ ହେବ, ଏଥିରେ ସନ୍ଦେହର ଅବକାଶ ନାହିଁ। କାରଣ ସେହି କର୍ମ ଈଶ୍ୱରୀୟ ଜ୍ଞାନ ଓ ଇଚ୍ଛା ଦ୍ୱାରା ହିଁ ଅନୁପ୍ରାଣିତ ହେବ। ଯେଉଁମାନେ ଏହିପରି ଈଶ୍ୱରୀୟ ସ୍ମୃତିପୂର୍ବକ ଫଳ କାମନା ଶୂନ୍ୟ ହୋଇ କର୍ମ କରନ୍ତି, ସେମାନେ ସକଳ ପ୍ରକାର ଶୋକ ଦୁଃଖର ଅତୀତ ହୋଇ ପରମପଦ ପ୍ରାପ୍ତ ହୁଅନ୍ତି। କ୍ରମଶଃ ଓମ୍ ଶାନ୍ତି।